ସତ କହିବାକୁ ଗଲେ ଏହି ସକାଳକୁ ଅନୁଭବ କରିବା ପାଇଁ ଆମ ଥାଳିରେ ଯେଉଁ ଭାତ ଆସୁଛି ତାହା ପଛରେ କାହାର ନା କାହାର ପରିଶ୍ରମ ରହିଛି। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୋ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଆଜି ମୁଁ ଆପଣମାନଙ୍କୁ ନେଇଯିବି ମୋର ଗାଁ ଏକ ସୁନ୍ଦର ଯାତ୍ରାରେ। ଏମିତି ଏକ ଜାଗା ଯେଉଁଠି ଟଙ୍କା ଅପେକ୍ଷା ଭଲ ପାଇବାର ମୂଲ୍ୟ ଅଧିକ। ସହରର ବଡ଼ ବଡ଼ କୋଠା ଗାଡ଼ି ଓ ଆଲୋକ ନିଜ ଜାଗାରେ ଠିକ୍, କିନ୍ତୁ ମୋ ଗାଁର ସେହି ଶାନ୍ତି ପରିବେଶ, ସବୁଜ କ୍ଷେତ, ମାଟିର ବାସ୍ନା ଓ ଲୋକମାନଙ୍କର ଭଲ ପାଇବା, ଏସବୁ ମୋ ହୃଦୟରେ ଅଲଗା ଜାଗା ନେଇଛି। ସେଥିପାଇଁ ଆଜିର ଭିଡ଼ିଓ ନା ଭାରି ଭଲ ଲାଗେ। ମୋ ଗାଁ ସକାଳଟା ହିଁ କିଛି ଅଲଗା। ସୂର୍ଯ୍ୟ ଉଠିବା ପୂର୍ବରୁ ଗାଁରେ ଜୀବନ ଆରମ୍ଭ ହୋଇଯାଏ। କେଉଁଠି କୁକୁଡ଼ାର ଡାକ ତ କେଉଁଠି ଗାଈର ଘଣ୍ଟି ଶବ୍ଦ, ଆଉ କେଉଁଠି ଘର ଅଗଣାରେ ମା'ମାନଙ୍କର ସକାଳର କାମର ବ୍ୟସ୍ତ। ସକାଳର ଥଣ୍ଡା ପବନ ଯେତେବେଳେ ମୁହଁରେ ବାଜେ, ସେତେବେଳେ ମନକୁ ଏକ ଅଜଣା ଶାନ୍ତି ମିଳେ। ଚାରିଆଡ଼େ ସବୁଜ ଗଛ, ପକ୍ଷୀମାନଙ୍କର ଶବ୍ଦ ଆଉ ଦୂରରେ ଦେଖାଯାଉଥିବା ଚାଷ ଜମି। ସତ କହିବାକୁ ଗଲେ ଏହି ସକାଳକୁ ଅନୁଭବ କରିବା ପାଇଁ ମୋତେ କୌଣସି ଟିକେଟ୍ ଦରକାର ନାହିଁ। ଏହା ହେଉଛି ମୋ ଗାଁ, ମୋ ନିଜ ଦୁନିଆ। ଆସନ୍ତୁ ଆଜି ଟିକେ ଗାଁ ରାସ୍ତାରେ ବୁଲିବା। ଏହି ରାସ୍ତା ହୁଏତ ବହୁତ ବଡ଼ ନୁହେଁ, କିନ୍ତୁ ଏହି ରାସ୍ତା ସହିତ ଯୋଡ଼ି ହୋଇଛି ମୋର ଅନେକ ସ୍ମୃତି। ଛୋଟବେଳେ ଏହି ରାସ୍ତାରେ ଦୌଡ଼ିଛି, ସାଙ୍ଗମାନଙ୍କ ସହ ଖେଳିଛି, ବର୍ଷା ଦିନରେ ମାଟିରେ ଚାଲିଛି। ସମୟ ବଦଳିଗଲା, ଆମେ ବଦଳିଗଲୁ, କିନ୍ତୁ ଏହି ରାସ୍ତା ଆଜି ବି ସେମିତି ଅଛି। ଗାଁର ଗଛଗୁଡ଼ିକୁ ଦେଖିଲେ ମଧ୍ୟ ମନ ଖୁସି ହୋଇଯାଏ। ସହରରେ ପ୍ରାକୃତିକ ଦେଖିବା ପାଇଁ ଲୋକ ପାର୍କକୁ ଯାଆନ୍ତି, କିନ୍ତୁ ଆମ ଗାଁରେ ପ୍ରାକୃତିକ ଆମ ସହ ତୁମ ଘର ପାଖରେ ରହିଛି। ଏବେ ଆମେ ଗାଁର ଚାଷ ଜମି ଆଡ଼କୁ ଯିବା। ଏହି ସବୁଜ କ୍ଷେତ ଦେଖିଲେ ମନରେ ଏକ ଅଲଗା ଖୁସି ଆସେ। ଆମ ଚାଷୀ ଭାଇମାନେ ଖରା, ବର୍ଷା, ଶୀତ ସବୁ ସହି ଜମିରେ ପରିଶ୍ରମ କରନ୍ତି। ଆମ ଥାଳିରେ ଯେଉଁ ଭାତ ଆସୁଛି ତାହା ପଛରେ କାହାର ନା କାହାର ପରିଶ୍ରମ ରହିଛି। ତେଣୁ ଚାଷୀଙ୍କ ପରିଶ୍ରମକୁ ସମ୍ମାନ କରିବା ଆମର ଦାୟିତ୍ୱ। ଏହି ମାଟି ଆମକୁ କେବଳ ଖାଦ୍ୟ ଦିଏ ନାହିଁ, ଏହି ମାଟି ଆମକୁ ଆମର ପରିଶ୍ରମ ପରିଚୟ ମଧ୍ୟ ଦେଇଥାଏ।
15 दिन गलेगा धान पूरा उधरी दवा सब तो रखी दी दफा मेरे में करथिला भिड़ा मार देला केनता सुंदर बोली झाड़ के बता ना कोटा पेन माता से बस्ता न बने